ଗୁମୁରି ଗୁମୁରି କାନ୍ଦୁଛି ଲକ୍ଷ୍ମୀ ସ୍ମୃତି ପୀଠ। ସତେ କି ମାଟି ତଳୁ ଶୁଭୁଛି ହାତୀର ସ୍ୱର। ଏ କଥାକୁ ବୁଝିବାକୁ ହେଲେ ଆପଣମାନଙ୍କୁ ଯିବାକୁ ପଡ଼ିବ 2 ଦଶନ୍ଧି ତଳକୁ। ରଥଯାତ୍ରାକୁ ନେଇ ରହିଛି ଅନେକ ରୋଚକ ଭରା କାହାଣୀ। ତେବେ ପୂର୍ବେ ରଥଯାତ୍ରାରେ ବ୍ୟବହାର ହେଉଥିଲେ ଅନେକ ହାତୀ। ରଥ ଟାଣିବା ସହିତ ଅନ୍ୟାନ୍ୟ କାମ ବି କରୁଥିଲେ ହାତୀଗୁଡ଼ିକ। ପୂର୍ବରୁ ଗଜପତିଙ୍କ ସେନାବାହିନୀରେ ଶହ ଶହ ମାତ୍ରାରେ ହାତୀ ଥିଲେ। ଆଉ ଏମାନଙ୍କ ଭିତରୁ କିଛି ହାତୀ ରଥଯାତ୍ରାରେ ନିୟୋଜିତ ହେଉଥିଲେ। ରଥ ଟାଣିବା ସହ ରଥଗୁଡ଼ିକର ଦକ୍ଷିଣ ମୋଡ଼ କରିବା ଥିଲା ମୁଖ୍ୟତଃ ଏଇମାନଙ୍କର କାମ। ତେବେ ଧୀରେ ଧୀରେ ରାଜାଙ୍କ ଶାସନ ହଟିବା ପରେ ହାତୀମାନଙ୍କର ସଂଖ୍ୟା ମଧ୍ୟ କମିବାରେ ଲାଗିଲା। ପରେ 2022 ମସିହାରେ ସରକାର ରଥଯାତ୍ରାରେ ହାତୀ ନିୟୋଜିତ କରିବା ପାଇଁ ବନାରସରୁ 3ଟି ହାତୀ ଆଣିଥିଲେ। ତେବେ ବନାରସରୁ ରାସ୍ତାରେ ଆସୁଥିବା ବେଳେ ହାତୀଙ୍କ ଭିତରୁ ଲକ୍ଷ୍ମୀ ନାମ୍ନୀ ଏକ ମାଇ ହାତୀର ଗୋଡ଼ରେ କାଚ ପଶିଯିବାରୁ ସେ ଅସୁସ୍ଥ ହୋଇପଡ଼ିଥିଲା। ତେବେ ଚିକିତ୍ସା ପରେ ବି ଲକ୍ଷ୍ମୀ ଆଖି ବୁଜି ଦେଇଥିଲା। ଏ ଘଟଣା ପରଠାରୁ ହିଁ ପୁରୀ ରଥଯାତ୍ରାରେ ସମ୍ପୂର୍ଣ୍ଣ ଭାବେ ହାତୀଙ୍କ ବ୍ୟବହାର ବନ୍ଦ ହୋଇଯାଇଥିଲା। ପରେ ହାତୀଟିକୁ କବର ଦିଆଯାଇଥିବା ସ୍ଥାନରେ ନିର୍ମାଣ କରାଗଲା ଲକ୍ଷ୍ମୀ ସ୍ମୃତିପୀଠ। ଚନ୍ଦନପୁରରେ ଥିବା ଏହି ପୀଠକୁ ପୁରୀର ତତ୍କାଳୀନ ବିଧାୟକ ମହେଶ୍ୱର ମହାନ୍ତି ନିର୍ମାଣ କରାଇଥିଲେ। ତେବେ ଧୀରେ ଧୀରେ ସ୍ଥାନୀୟ ଲୋକଙ୍କ ଧର୍ମୀୟ ଭାବନା ସହିତ ଏ ପୀଠଟି ଯୋଡ଼ି ହେବାରେ ଲାଗିଲା। ମାତ୍ର କାଳକ୍ରମେ ପୀଠଟି ଜରାଜୀର୍ଣ୍ଣ ହୋଇପଡ଼ିବା ସହ ଚାରିଆଡ଼େ ଅନାବନା ଗଛ ଓ ଘାସ ମଧ୍ୟ ଉଠିବାକୁ ବସିଲାଣି। ରଥଯାତ୍ରା ଥିବାରୁ ବାହାରୁ ଆସୁଥିବା ଭକ୍ତମାନେ ଏ ପୀଠଟିକୁ ଦେଖିବାକୁ ଆସିଥାନ୍ତି। ମାତ୍ର ଏହି ପୀଠର ଜରାଜୀର୍ଣ୍ଣ ରୂପ ସେମାନଙ୍କୁ ସତେ ଯେମିତି ବ୍ୟତୀତ କରୁଛି। ତେବେ ପୀଠକୁ ପୁନରୁଦ୍ଧାର କରିବା ପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।